ମୁଁ ଅବିନାଶ ସାମନ୍ତ ଦଶମ ଶ୍ରେଣୀର ଛାତ୍ର। ଆଜି ବନ୍ଧୁ ଉତ୍କଳ ଜନନୀ କବିତା ବିଷୟରେ କିଛି ବର୍ଣ୍ଣନା କରିବା ପାଇଁ ଯାଉଛି। ମୋ ସହିତ ଅଛନ୍ତି ସୁଭାଷିଷ ବିଶ୍ୱାଳ, ଅମନ କୁମାର ସ୍ୱାଇଁ, ଦିବ୍ୟ ସୁନ୍ଦର ସାହୁ ଏବଂ ସଚିନ ସବ୍ୟସାଚୀ ସାହୁ। ବନ୍ଧୁ ଉତ୍କଳ ଜନନୀ କବିତାଟିର କବି ହେଉଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର। ସେ ଓଡ଼ିଶାରେ କାନ୍ତକବି ଭାବେ ସୁପରିଚିତ। ସେଥିପାଇଁ ତାଙ୍କୁ କୁହାଯାଏ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ସେ 1888 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ 1953 ମସିହାରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପିତାଙ୍କ ନାମ ହେଉଛି ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ତାଙ୍କ ମାତାଙ୍କ ନାମ ହେଉଛି ରାଧାମଣି ଦେବୀ। ସେ ବନ୍ଧୁ ଉତ୍କଳ ଜନନୀ 2020 ମସିହାରେ ତାଙ୍କ ବନ୍ଧୁ ଉତ୍କଳ ଜନନୀ ଆମ ଓଡ଼ିଶାର ପ୍ରଚାର ପାଇଥିଲା। ମୁଁ ଏକ ଅନୁରୋଧ କରୁଛି କି ସୁଭାଷିଷ ବିଶ୍ୱାଳଙ୍କୁ ସେ ଲକ୍ଷ୍ମୀକାନ୍ତ ମହାପାତ୍ର କିଛି କାବ୍ୟ ରଚନା ବିଷୟରେ କହିବେ। ନମସ୍କାର, ସୁଭାଷିଷ ବିଶ୍ୱାଳ। ଆଜି ମୁଁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିଷୟରେ କିଛି ପ୍ରସିଦ୍ଧ ରଚନା ଗୁଡ଼ିକ କହିବା ପାଇଁ ଚାହୁଁଛି। ରଚନା ଗୁଡ଼ିକ ହେଲା ମହାବାଣୀ, ବୁଢ଼ା ସଂସାରୀ, ଜୀବନ ସଙ୍ଗୀତ ଇତ୍ୟାଦି। ମୁଁ ଏବେ ସଚିନ ସବ୍ୟସାଚୀ ସାହୁ ଏବଂ ଦିବ୍ୟ ସୁନ୍ଦର ସାହୁଙ୍କୁ ଅନୁରୋଧ କରୁଛି କି ବନ୍ଧୁ ଉତ୍କଳ ଜନନୀର କେତୋଟି ପଦ ପଢ଼ିପାରିବେ। ନମସ୍କାର, ମୁଁ ସଚିନ ସବ୍ୟସାଚୀ ସାହୁ। ଆଜି ବନ୍ଧୁ ଉତ୍କଳ ଜନନୀ ପଢ଼ିବାକୁ ଯାଉଛି। ଉତ୍କଳ ଜନନୀ ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ। ଚାରୁ ଭାଷମୟୀ, ଚାରୁ ଭାଷମୟୀ, ଚାରୁ ଭାଷମୟୀ, ଚାରୁ ଭାଷମୟୀ, ଜନନୀ ଜନନୀ ଜନନୀ, ଜନନୀ ଜନନୀ ଜନନୀ। ବନ୍ଦେ উৎকল জননী, বন্দে উৎকল জননী, বন্দে উৎকল জননী। ভূত পয়োধি বিধৌত শরীরা, তাড়ত মাড় সুশোভিত তীরা, সুব্রত নিপুণ শিখর সমীরা। জননী জননী জননী, জননী জননী জননী। বন্দে উৎকল জননী, বন্দে উৎকল জননী, বন্দে উৎকল জননী। ঘন ঘন বন ভূমি রাজিত অঙ্গে, নীলভূধর মাল সাজিত রঙ্গে, কড় কড় মুখরিত চারু বিহঙ্গে। জননী জননী জননী, জননী জননী জননী। বন্দে উৎকল জননী, বন্দে উৎকল জননী, বন্দে উৎকল জননী। ধন্যবাদ। ମୁଁ ଅମନ କୁମାର ସ୍ୱାଇଁଙ୍କୁ ଅନୁରୋଧ କରୁଛି ଏହି ତିନୋଟି ପଦକୁ ବ୍ୟାଖ୍ୟା କରିବା। ସମସ୍ତଙ୍କୁ ସୁପ୍ରଭାତ। ମୁଁ ଅମନ। ଆଜି ବନ୍ଧୁ ଉତ୍କଳ ଜନନୀ, ଯାହାକି ଓଡ଼ିଶାର ଏକ ମହାନ କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ, ଯାହାର କିଛିଟା ପଦକୁ ଆପଣମାନଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛି। ପ୍ରଥମ ପଦ ବନ୍ଦେ ଉତ୍କଳ ଜନନୀ, ଚାରୁ ଭାଷମୟୀ, ଚାରୁ ଭାଷମୟୀ, ଜନନୀ ଜନନୀ ଜନନୀ। ଏଇଥିରେ କୁହାଯାଇଛି ଯେ ଆମ ଉତ୍କଳ ଜନନୀଙ୍କ ହସ ସର୍ବଦା ସୁନ୍ଦର। ହସ ସହିତ ଆମ ଉତ୍କଳ ଜନନୀଙ୍କ ଭାଷା ମଧ୍ୟ ସୁନ୍ଦର। ତେଣୁକରି କାନ୍ତକବି ଲକ୍ଷ୍ମୀକାନ୍ତ ତାଙ୍କୁ ଚାରୁ ଭାଷମୟୀ ଏବଂ ଚାରୁ ଭାଷମୟୀ ବୋଲି କହିଛନ୍ତି। ଦ୍ୱିତୀୟ ପଦ ଯାହାକି ଭୂତ ପୟୋଧି ବିଧୌତ ଶରୀରା, ତାଳତ ମାଳ ସୁଶୋଭିତ ତୀରା। ଏହାର ଅର୍ଥ ପବିତ୍ର ସମୁଦ୍ରର ଜଳଧାରା ଆମ ଉତ୍କଳ ଜନନୀଙ୍କ ଶରୀରକୁ ଧୌତ କରିଅଛି ଏବଂ ତାଳତାମାଳ ପରି ଆଦି ଅନେକ ବୃକ୍ଷରାଜି ଆମ ଉତ୍କଳ ଜନନୀଙ୍କ ଶରୀରରେ ଶୋଭା ପାଉଛି। ଶୁଭ୍ର ତଟିନୀ କୂଳ ଶିଖର ସମୀରା, ଶୁଭ୍ର ତଟିନୀ ସ୍ୱଚ୍ଛ ତଟିନୀର କୂଳରେ ପବନ ଶିଖର ପବନ ମୁଣ୍ଡା ତୁଷାରପାତ ଜଳକଣା ପରି ପ୍ରବାହିତ ହୋଇଥାଏ, ଯାହାକି ଉତ୍କଳ ଜନନୀର ଏକ ମୁଖ୍ୟ ଜିନିଷ ଅଟେ। ଏହାପରେ ଅଛି ଘନ ଘନ ବନଭୂମି ରାଜିତ ଅରଣ୍ୟ। ଏହାର ଅର୍ଥ ଆମ ଉତ୍କଳରେ ଅନେକ ପ୍ରକାର ବନଭୂମି ଆମ ଉତ୍କଳ ଜନନୀଙ୍କ ଶରୀରରେ ଶୋଭା ପାଉଛି ଏବଂ ନୀଳ ବୁଧରମାଳା ସାଜିତ
କରନ୍ତି। ଏହାର ଅର୍ଥ ହେଉଛି ଯେପରି ସମୁଦ୍ର ତରଙ୍ଗ ଯେପରି ମାଡ଼ି ଆସିଥାଏ ସେହିଭଳି ଭାବେ ଉତ୍କଳ ଜନନୀଙ୍କ ଶରୀରରେ ନୀଳଭୂତରମାଳ ଅର୍ଥାତ୍ ପର୍ବତମାଳ ଗୁଡ଼ିକ ଠିକ୍ ସେହି ସମୁଦ୍ରର ଢେଉ ସଦୃଶ ଦେଖାଯାଇଥାଏ। ଘନ ଘନ ବନଭୂମି ରାଜିତ ଅଙ୍ଗେ ନୀଳଭୂତରମାଳ ସାହାଯ୍ୟ ତରଙ୍ଗେ ବଳଗଳ ମୁଖରିତ ଚାରି ଅଙ୍ଗେ। ଏହା ଛଡ଼ା ମୋ ଉତ୍କଳରେ ଅନେକ ପ୍ରକାର କଳରବ ଦ୍ୱାରା ପକ୍ଷୀମାନେ ଅନେକ ପ୍ରକାର ପକ୍ଷୀ ଦେଖିବାକୁ ମିଳେ ଏବଂ ସେମାନଙ୍କ କଳରବ ଦ୍ୱାରା ମଧ୍ୟ ଆମ ଉତ୍କଳ ପ୍ରସିଦ୍ଧ। ତେଣୁକରି ଏହି କବିତାଟି ମୁଖ୍ୟତଃ ଆମ ଉତ୍କଳ ଜଗତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ବର୍ଣ୍ଣିତ। ଏଥିପାଇଁ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ରଚନା ଯୋଗୁଁ ଏହାକୁ ସରକାର ଓଡ଼ିଶା ସରକାର 2020ରେ ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଥିଲା। ଏହା ବର୍ତ୍ତମାନ ପ୍ରତ୍ୟେକ ସ୍କୁଲ ଏବଂ ବିଦ୍ୟାଳୟରେ ଏହାକୁ କରାଯାଏ। ଧନ୍ୟବାଦ।